प्रभु जीशु ख्रीष्टଙ୍କ ସେହି महान नामରେ ଆପଣ ସମସ୍ତଙ୍କୁ ମୋର ଏହି ୟୁଟ୍ୟୁବ ଚ୍ୟାନେଲ ଫେମସ୍ ସିନରେ ସ୍ୱାଗତ କରୁଅଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ସମସ୍ତେ କାହା ପରେ ପ୍ରାର୍ଥନା କରିବା ବିଷୟରେ କିଛି ଶିକ୍ଷା ଲାଭ କରୁଥିବା। କାହା ପରେ ପ୍ରାର୍ଥନା କରିବା? ପ୍ରାର୍ଥନା କରନ୍ତୁ ସାମୁଏଲଙ୍କ ପରି ଶୈଶବ ଅବସ୍ଥାରେ, ପ୍ରାର୍ଥନା କରନ୍ତୁ ତିମୋଥୀଙ୍କ ପରି ଯୁବାବସ୍ଥାରେ, ପ୍ରାର୍ଥନା କରନ୍ତୁ ସିମିୟନଙ୍କ ପରି ବୃଦ୍ଧାବସ୍ଥାରେ, ପ୍ରାର୍ଥନା କରନ୍ତୁ ଦାଉଦଙ୍କ ପରି ପ୍ରାତଃ ସମୟରେ, ପ୍ରାର୍ଥନା କରନ୍ତୁ ଦାନିଏଲଙ୍କ ପରି ମଧ୍ୟାହ୍ନ କାଳରେ, ପ୍ରାର୍ଥନା କରନ୍ତୁ ପାଉଲ ଏବଂ ସିଲାଙ୍କ ପରି ମଧ୍ୟରାତ୍ରରେ, ପ୍ରାର୍ଥନା କରନ୍ତୁ ପିତରଙ୍କ ପରି ବିପଦରେ, ପ୍ରାର୍ଥନା କରନ୍ତୁ ହାନ୍ନାଙ୍କ ପରି ଦୁଃଖରେ, ପ୍ରାର୍ଥନା କରନ୍ତୁ ଆଇବଙ୍କ ପରି ଯାତନା ଏବଂ ରୋଗରେ ପୀଡ଼ିତ ଥିବା ସମୟରେ, ପ୍ରାର୍ଥନା କରନ୍ତୁ ଷ୍ଟିଫାନଙ୍କ ପରି ମୃତ୍ୟୁ ସମୟରେ, ପ୍ରାର୍ଥନା କରନ୍ତୁ ଏଲିଏଜାରଙ୍କ ପରି ଯେତେବେଳେ କୌଣସି କାର୍ଯ୍ୟ ଆରମ୍ଭ କରୁଛନ୍ତି, ପ୍ରାର୍ଥନା କରନ୍ତୁ ସୋଲୋମନଙ୍କ ପରି ଯେତେବେଳେ କୌଣସି କାର୍ଯ୍ୟକୁ ସମାପ୍ତ କରୁଛନ୍ତି, ଏବଂ ପ୍ରାର୍ଥନା କରନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପରି ସଦାବେଳେ ସବୁ ସମୟରେ ସବୁ ଦିନରେ। ଆମେନ୍।